ପିଲାମାନେ ଭାଷା, ଧ୍ୱନି, ଲିପି, ବର୍ଣ୍ଣ, ମାତ୍ରା ଏବଂ ଫଳା ଉପରେ ଏସବୁ ଜିନିଷକୁ ମନେ ରଖିବେ। ଦେଖନ୍ତୁ, ଭାଷା କାହାକୁ କୁହାଯାଏ? ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମ ହେଉଛି ଭାଷା। ସେମିତି ଧ୍ୱନି କ'ଣ? ଧ୍ୱନି ହେଉଛି ଏକ ପ୍ରକାରର ନାଦ ବା ଶବ୍ଦ। ବର୍ଣ୍ଣ, ଧ୍ୱନିମାନଙ୍କର ଲିଖିତ ରୂପ ହେଉଛି ବର୍ଣ୍ଣ। ଲିପି କ'ଣ? ବର୍ଣ୍ଣ ଧ୍ୱନିମାନଙ୍କର ଲିଖନ ସଂକେତ ହୋଇଥିବାରୁ ତାହା ହେଉଛି ଲିପି। ମାତ୍ରା ସେମିତି ସ୍ୱରବର୍ଣ୍ଣର ସାଙ୍କେତିକ ରୂପକୁ ମାତ୍ରା କୁହାଯାଏ। ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ ଫଳା କୁହାଯାଏ। ଆମ ଓଡ଼ିଆ ଭାଷାରେ ବ୍ୟବହୃତ ବର୍ଣ୍ଣମାଳାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ସ୍ୱରବର୍ଣ୍ଣ, ଅନ୍ୟଟି ହେଉଛି ବ୍ୟଞ୍ଜନ ବର୍ଣ୍ଣ। ସ୍ୱରବର୍ଣ୍ଣ ସଂଖ୍ୟା 11ଟି, ବ୍ୟଞ୍ଜନ ବର୍ଣ୍ଣ ସଂଖ୍ୟା 39ଟି। ଓକେ, ବ୍ୟଞ୍ଜନ ବର୍ଣ୍ଣକୁ ପୁଣି ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ବର୍ଗୀୟ ବ୍ୟଞ୍ଜନ, ଅନ୍ୟଟି ହେଉଛି ଅବର୍ଗୀୟ ବ୍ୟଞ୍ଜନ। 25ଟି ରହିଛି ବର୍ଗୀୟ ବ୍ୟଞ୍ଜନ କ ଠାରୁ ମ ପର୍ଯ୍ୟନ୍ତ। ଅବର୍ଗୀୟ ବ୍ୟଞ୍ଜନ ରହିଛି 14ଟି। ବର୍ଗ ବ୍ୟଞ୍ଜନ ଆମର କ'ଣ ରହିଛି ଦେଖିନେବେ। ଅବର୍ଗ ବ୍ୟଞ୍ଜନ ମଧ୍ୟ